ଏହି ଭିଡ଼ିଓରେ ଆମେ ପୌରପାଳିକା ବା ମ୍ୟୁନିସିପାଲିଟି ବିଷୟରେ ପଢ଼ିବା। 25,000ରୁ ଅଧିକ ଲୋକ ବାସ କରୁଥିବା ସହରମାନଙ୍କରେ ଗୋଟିଏ ନଗରପାଳିକା ବା ପୌର ସଂସ୍ଥା ସ୍ଥାପିତ ହୋଇପାରିବ। ଗୋଟିଏ ପୌର ସଂସ୍ଥାକୁ କେତୋଟି ୱାର୍ଡରେ ବିଭକ୍ତ କରାଯାଏ? ଗୋଟିଏ ପୌର ସଂସ୍ଥା କେତୋଟି ୱାର୍ଡରେ ଭାଗ କରାଯିବ ତାହା ସହରାଞ୍ଚଳର ଜନସଂଖ୍ୟା ଓ ସରକାରଙ୍କ ଉପରେ ନିର୍ଭର କରେ। ସାଧାରଣତଃ ୱାର୍ଡଗୁଡ଼ିକୁ 11ରୁ 30 ମଧ୍ୟରେ ହୋଇଥାଏ। ଗଠନ: ପ୍ରତି ୱାର୍ଡରୁ ଜଣେ ଜଣେ ୱାର୍ଡ ସଭ୍ୟ ବା କାଉନ୍ସିଲର ନିର୍ବାଚିତ ହେବା ବ୍ୟବସ୍ଥା ରହିଛି। ଏହି କାଉନ୍ସିଲରଙ୍କ ମାନଙ୍କ ମଧ୍ୟରୁ 1/3 ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି। ଏହାଛଡ଼ା ହରିଜନ ଓ ଆଦିବାସୀମାନଙ୍କ ସଂଖ୍ୟା ଅନୁପାତରେ ସେମାନଙ୍କ ପାଇଁ କାଉନ୍ସିଲର ସ୍ଥାନ ମଧ୍ୟ ସଂରକ୍ଷିତ ଥାଏ। ପ୍ରତ୍ୟେକ ୱାର୍ଡର କାଉନ୍ସିଲରଙ୍କୁ ସେହି ୱାର୍ଡରେ ଥିବା ସାବାଳକମାନେ ଭୋଟ ଦେଇ ନିର୍ବାଚିତ କରନ୍ତି। ଏହି ନିର୍ବାଚିତ କାଉନ୍ସିଲରମାନେ ପୌର ପରିଷଦ ଗଠନ କରନ୍ତି। କାଉନ୍ସିଲରମାନେ ନିଜ ଭିତରୁ ଜଣକୁ ଚେୟାରମ୍ୟାନ ଓ ଆଉ ଜଣକୁ ଭାଇସ୍ ଚେୟାରମ୍ୟାନ ଭାବେ ନିର୍ବାଚିତ କରନ୍ତି। ପ୍ରତି ପୌରପାଳିକାର ବୈଠକ ଚେୟାରମ୍ୟାନ ଡାକିଥାନ୍ତି ଓ ସେହି ସଭାରେ ଅଧ୍ୟକ୍ଷତା କରନ୍ତି। ଚେୟାରମ୍ୟାନଙ୍କ ଅନୁପସ୍ଥିତିରେ ଭାଇସ୍ ଚେୟାରମ୍ୟାନ ଏ କାର୍ଯ୍ୟ ତୁଲାଇଥାନ୍ତି। ପୌର ପରିଷଦର ବିଭିନ୍ନ ନିଷ୍ପତ୍ତି ଅନୁସାରେ ସହରାଞ୍ଚଳରେ ବିଭିନ୍ନ କାର୍ଯ୍ୟ କରାଯାଏ। ପୌର ପରିଷଦର ଦୈନନ୍ଦିନ କାର୍ଯ୍ୟ ତୁଲାଇବା ପାଇଁ ରାଜ୍ୟ ସରକାର ଜଣେ ବରିଷ୍ଠ ପ୍ରଶାସନିକ ଅଫିସରଙ୍କୁ ନିଯୁକ୍ତି କରନ୍ତି। ତାଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ କହନ୍ତି। ତାଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ପରିଷଦର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା। ଏହାଛଡ଼ା ସେ ସରକାର ଓ ନଗରପାଳିକା ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି। ପୌରପାଳିକାର ପରିଚାଳନା ପାଇଁ ଜଣେ ସ୍ୱାସ୍ଥ୍ୟ ଅଫିସର, ଜଣେ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ, ଜଣେ ଶିକ୍ଷା ଅଧିକାରୀ ଭଳି ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ପାଇଥାନ୍ତି। ଏହାଛଡ଼ା ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ ଇତ୍ୟାଦି ପାଇଁ ସ୍ୱତନ୍ତ୍ର ସଭାମାନ କାଉନ୍ସିଲର ଓ ଅନ୍ୟମାନଙ୍କୁ ନେଇ ଗଠିତ ହୋଇଥାଏ। ପୌର ପରିଷଦ, ସ୍ୱତନ୍ତ୍ର ସଭା ଓ କର୍ମଚାରୀମାନଙ୍କୁ ନେଇ ପୌରପାଳିକା ଗଠିତ ହୋଇଥାଏ। ପୌରପାଳିକାର କାର୍ଯ୍ୟ ଜାଣିବା। ପୌରପାଳିକାର କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ବାଧ୍ୟତାମୂଳକ କାର୍ଯ୍ୟ, ଅନ୍ୟଟି ହେଲା ଇଚ୍ଛାଧୀନ କାର୍ଯ୍ୟ। ଏବେ ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ଜାଣିବା। ଗମନାଗମନ, ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ ପ୍ରଥମ ପଏଣ୍ଟ। ଦ୍ୱିତୀୟରେ ଜାଣିବା ପାନୀୟ ଜଳ ଯୋଗାଣ, ଜଳ ନିଷ୍କାସନ ଓ ଆଲୋକ ବ୍ୟବସ୍ଥା। ତୃତୀୟ ପଏଣ୍ଟ ହେଲା ସଂକ୍ରାମକ ରୋଗ ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା କରିବା। ଚତୁର୍ଥ ପଏଣ୍ଟ ହେଲା ଆବର୍ଜନା ନିଷ୍କାସନ ଓ କମ୍ପୋଷ୍ଟ ଖାତ ଖନନ କରିବା। ପଞ୍ଚମ ପଏଣ୍ଟ ହେଲା ପ୍ରାଥମିକ ଶିକ୍ଷାର ପ୍ରସାର ଓ ବିଦ୍ୟାଳୟ ଗୃହ ନିର୍ମାଣ। ଷଷ୍ଠ ପଏଣ୍ଟ ହେଲା ଜନ୍ମ ମୃତ୍ୟୁର ପଞ୍ଜୀକରଣ କରିବା। ଏହିସବୁ ଗୁଡ଼ିକ ହେଲା ବାଧ୍ୟତାମୂଳକ କାର୍ଯ୍ୟ। ଏବେ ଜାଣିବା ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ। ଗୃହ ନିର୍ମାଣ ଓ ଟାଉନ ବସ୍ ପ୍ରଚଳନ ପ୍ରଥମ ପଏଣ୍ଟ। ଦ୍ୱିତୀୟରେ ଆସିଲା ଆମୋଦ ପ୍ରମୋଦ ପାଇଁ ପାର୍କ ତିଆରି। ତୃତୀୟରେ ଥିଏଟର ଓ କ୍ରୀଡ଼ା ବ୍ୟବସ୍ଥା କରିବା, ସିନେମା ଗୃହ ସ୍ଥାପନ କରିବା। ଚତୁର୍ଥ ପଏଣ୍ଟ ହେଲା ଜନଗଣନା, ହାଟ ବଜାର ଓ ପାଠାଗାର ସ୍ଥାପନ। ଏବେ ଚାଲ ପୌରପାଳିକାର ଆୟ କ'ଣ ଜାଣିବା। ପୌରପାଳିକା ନିଜର ଖର୍ଚ୍ଚ ତୁଲାଇବା ପାଇଁ ଅର୍ଥ ଆବଶ୍ୟକ କରିଥାଏ। ଏହି ଅର୍ଥ ଦୁଇଟି ଉପାୟରେ ମିଳିଥାଏ। ସେଗୁଡ଼ିକ ହେଲା ନିଜସ୍ୱ ଆୟ ଓ ସରକାରୀ ଅନୁଦାନ। ନିଜସ୍ୱ ଆୟ କ'ଣ? ପୌରପାଳିକା ଅନ୍ତର୍ଗତ ଜମି, ଘର, କୋଠାବାଡ଼ି ଇତ୍ୟାଦି ଉପରେ କର ଧାର୍ଯ୍ୟ କରି ଅର୍ଥ ପାଇଥାଏ। ଦ୍ୱିତୀୟରେ ପଣ୍ୟ କର, ପାଇଖାନା, ଆଲୋକ ଜଳକର, ବ୍ୟବସାୟ ଓ ପ୍ରମୋଦ କର ଆଦାୟ କରିଥାଏ। ତୃତୀୟ ହେଲା ଯାନବାହନ ଯଥା ସାଇକେଲ, ରିକ୍ସା, ଶଗଡ଼ ଗାଡ଼ି, ଟ୍ରଲି ଗାଡ଼ି ଇତ୍ୟାଦି ଉପରୁ ଟିକସ ଆଦାୟ କରିବା। ସରକାରୀ ଅନୁଦାନ। ପୌରପାଳିକାର ଉନ୍ନତିମୂଳକ କାର୍ଯ୍ୟ ପାଇଁ ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅନୁଦାନ ଦେବା ସଙ୍ଗେ ସଙ୍ଗେ ମଧ୍ୟ ଋଣ ଯୋଗାଇ ଦେଇଥାନ୍ତି। ଏବେ ଚାଲ ଜାଣିବା ବିଜ୍ଞାପିତ ଅଞ୍ଚଳ ପରିଷଦ କ'ଣ। ଯେଉଁ ଛୋଟ ଛୋଟ ସହରର ଲୋକସଂଖ୍ୟା 10,000ରୁ ଅଧିକ, ସେଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହୋଇଥାଏ, ଯାହାକୁ NAC ବୋଲି କୁହାଯାଏ। ବିଜ୍ଞାପିତ ଅଞ୍ଚଳ ପରିଷଦର ଗଠନ,
କାର୍ଯ୍ୟ, ଆୟ ଓ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ପୌରପାଳିକାର ଗଠନ କାର୍ଯ୍ୟ ଆୟ ଭଳି ହୋଇଥାଏ। ଓଡ଼ିଶାରେ 66ଟି ବିଜ୍ଞାପିତ ପରିଷଦ ଅଞ୍ଚଳ ରହିଛି। ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଫଳରେ ଲୋକମାନେ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ନିଜେ ସମାଧାନ କରିପାରୁଛନ୍ତି। ଏହାଛଡ଼ା ବିଭିନ୍ନ ସରକାରୀ ଯୋଜନାଗୁଡ଼ିକ ସ୍ଥାନୀୟ ଲୋକମାନଙ୍କର ସହଯୋଗ ପାଇବା ଫଳରେ ସଫଳ ଭାବେ କାର୍ଯ୍ୟକାରୀ ହୋଇ ଦେଶ ପ୍ରଗତି ପଥକୁ ସୁଗମ କରୁଛି। ତାହେଲେ ଆଜି ଆମେ ଏହି ଭିଡ଼ିଓରେ କ'ଣ ଶିଖିଲେ? ଆମେ ଶିଖିଲେ ଜନଗୋଷ୍ଠୀ ନିଜକୁ ନିଜେ ଶାସନ କରିବାକୁ ସ୍ୱାୟତ୍ତ ଶାସନ କୁହାଯାଏ। ସ୍ୱାୟତ୍ତ ଶାସନ ଜରିଆରେ ବିଭିନ୍ନ ଯୋଜନା କରାଯାଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥାଏ। ସ୍ୱାୟତ୍ତ ଶାସନ ସଂସ୍ଥା ଦ୍ୱାରା ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରି ଜନସାଧାରଣଙ୍କ ଅନେକ ଉନ୍ନତି ସାଧନ କରିଥାନ୍ତି। ପଞ୍ଚାୟତରାଜ ଶାସନ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ପ୍ରଚଳିତ ହୋଇଛି। ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଦୁଇ ଭାଗରେ ଭାଗ କରାଯାଇଛି। ସେଗୁଡ଼ିକ ହେଲା ଗ୍ରାମ ଅଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା, ଅନ୍ୟଟି ହେଲା ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା। ଗ୍ରାମ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଓ ଏଗୁଡ଼ିକ ଗ୍ରାମାଞ୍ଚଳରେ ଜନସାଧାରଣଙ୍କର ବହୁବିଧ ଉନ୍ନତି କରିଥାନ୍ତି। ସେହିପରି ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ଓ ଏଗୁଡ଼ିକ ସହରାଞ୍ଚଳର ଜନସାଧାରଣଙ୍କର ବହୁବିଧ ଉନ୍ନତି ସାଧନ କରିଥାନ୍ତି। ଗ୍ରାମ ପଞ୍ଚାୟତର ମୁଖ୍ୟ ସରପଞ୍ଚ ଅଟନ୍ତି। ସେ ଲୋକମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି। ଗ୍ରାମ ପଞ୍ଚାୟତର ଦୁଇ ପ୍ରକାର କାର୍ଯ୍ୟ ଥାଏ। ଗୋଟିଏ ହେଲା ବାଧ୍ୟତାମୂଳକ, ଅନ୍ୟଟି ହେଲା ଇଚ୍ଛାଧୀନ କାର୍ଯ୍ୟ। ପଞ୍ଚାୟତ ସମିତିର ମୁଖ୍ୟ ଚେୟାରମ୍ୟାନ୍ ଅଟନ୍ତି। ସେ ଲୋକମାନଙ୍କ ଦ୍ୱାରା ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି। ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଗଠନ କରାଯାଇଥାଏ ଏବଂ ଜିଲ୍ଲା ପରିଷଦର ମୁଖ୍ୟଙ୍କୁ ସଭାପତି ବା ଅଧ୍ୟକ୍ଷ କୁହାଯାଏ। ସେ ଲୋକମାନଙ୍କ ଦ୍ୱାରା ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି। ମହାନଗର ନିଗମର ମୁଖ୍ୟଙ୍କୁ ମେୟର କୁହାଯାଏ। ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟଙ୍କୁ ଚେୟାରମ୍ୟାନ୍ କୁହାଯାଏ। ଏହି ସଂସ୍ଥାର ମୁଖ୍ୟମାନେ ଜନସାଧାରଣଙ୍କ ଦ୍ୱାରା ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି। ମହାନଗର ନିଗମ, ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ସହରାଞ୍ଚଳ ଜନସାଧାରଣଙ୍କର ବହୁ ଉନ୍ନତି ପାଇଁ କାର୍ଯ୍ୟ କରିଥାନ୍ତି।